ଏଇଟା ଥିଲା ସୋମବାର ଦିନ ସକାଳ ବେଳାର ଭିଡ଼ିଓ। ମୁଁ ଆଉ ସୋମବାର ଦିନ କିଛି ଭିଡ଼ିଓ ବନେଇଥିଲିନି, କାରଣ ଭିଡ଼ିଓ ମୋ ପାଖରେ ଥିଲା, ଖାଲି ଟିକେ ଭିଡ଼ିଓ ବନେଇଥିଲି। ଯେଉଁ ବାତ୍ୟା ହେବା କଥା ଯେ କହୁଛନ୍ତି ବାତ୍ୟା ହେବ, ବର୍ଷା ହେବ, ତ ସେଇଥିପାଇଁ କି ମୋ ବାବାଙ୍କୁ କହିଥିଲି କ'ଣ ନା ଜାଳର ବ୍ୟବସ୍ଥା କରିବା ପାଇଁ କି। ଜାଳ ତ ସବୁ ଅଛି, କିନ୍ତୁ ତାକୁ ଆଣିକି ଚୁଲି ପାଖରେ ରଖିବା ପାଇଁ କି। ତ ସେଇଥିପାଇଁ କି ସକାଳ ରୋଷେଇବାସ କରିକି ଖିଆପିଆ ସରିଲା ପରେ ଯାଇକି କାମରେ ନାଗିଥିଲେ। ଆଉ ବାବା ଏଇଠି କ'ଣ ନା କାଠ ଯେଉଁ ଥିଲା ତାକୁ ଫଟେଇ ଦେଇଥିଲେ। ଆଉ ତାପରେ ବାବା, ମୁଁ ଆଉ ମୋ ନଣନ୍ଦ ଯେ ଥିଲେ ସମସ୍ତେ ଆମେ ଯାଇଥିଲେ କ'ଣ ନା ବାଉଁଶ ଆଣିବା ପାଇଁ କି। ତ ବାଉଁଶ ତ ଜାଳ ତ ବହୁତ ସାରା ଅଛି, କିନ୍ତୁ ସେସବୁ ବାହାରେ ଅଛି ନା, ତାକୁ ଆଣିକି ଭିତରେ ରଖିଦେବା। ଏଠି ଚୁଲି ପାଖରେ, ଏଠି ତ ବର୍ଷା ହେଉନାହିଁ, ଛପର ହେଇଛି। ଯେରକମ କି ଗୋଟେ ସପ୍ତାହ ପାଇଁକି ଜାଳ ଆଣିକି ଷ୍ଟକ୍ କରିକି ରଖିଦେଇଥିଲେ। ଯେରକମ ଗୋଟେ ସପ୍ତାହ ପର୍ଯ୍ୟନ୍ତ ବର୍ଷା ହେଲେ ବି ସେ ପର୍ଯ୍ୟନ୍ତ କ'ଣ ନା ଯେରକମ ମୋତେ କିଛି ଅସୁବିଧା ନ ହେବ। ତ ବହୁତ ସମୟ 11ଟା ସାଢ଼େ 11ଟା ପର୍ଯ୍ୟନ୍ତ ଆମେ ସେଠି ଜାଳ ଆଣିକି ଚୁଲି ପାଖରେ ରଖିଥିଲେ। ଆଉ ରଖିଦେଇ ସାରିଲା ପରେ ତାପରେ ଯାଇକି ଟିକେ ଶାନ୍ତି ଲାଗିଥିଲା। କିଛି ନହେଲେ ଜାଳ ତ ଆପାତତଃ ରହିଯିବ। ତ ଆଉ ମୁଁ ସୋମବାର ଦିନ ମୁଁ ଏତିକି ଟିକେ ଭିଡ଼ିଓ କରିଥିଲି, ତାପରେ ଆଉ କିଛି ଭିଡ଼ିଓ ବନେଇଥିଲି। ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ଆପଣ ସମସ୍ତଙ୍କୁ ମୋ ତରଫରୁ ଜୟଗୁରୁ। ଠାକୁରଙ୍କୁ ଡାକୁଛି ଆପଣ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ, ଆପଣଙ୍କର ପୁରା ଦିନଟି ମଙ୍ଗଳମୟ ହେଉ, ଆଉ ଭଲରେ କଟିଯାଉ। ତ ମୁଁ ବି ଭଲରେ ଅଛି, ସବୁଦିନ ବେଳେ ହେଇଯାଇଛି। ଆଉ ଗୋଟେ ଆଜି କ'ଣ ନା ବର୍ଷା ଭିଜା ସକାଳର ଆରମ୍ଭ। ଆଉ ଏ ବର୍ଷା ଭିଜା ସକାଳକୁ ମୁଁ ପୁଷ୍ପ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ତ ବର୍ତ୍ତମାନ ସମୟ ଆସିକି ହେଲାଣି 11:30। ମୁଁ ଭାତ ବସାଇଥିଲି, ମୋର ଭାତ ଫୁଟୁଛି, ଭାତ ବସାଇ ଦେଇଥିଲି। ଆଉ ବର୍ଷା ହେଉଛି, ତ ବାତ୍ୟା ତ ହେଇଛି, ବାତ୍ୟା ଲଘୁଚାପ ସବୁ ରକମ ବର୍ଷା। କାଲି ଅଳ୍ପ ବର୍ଷା ହେଲା, ଆଜି ସକାଳଠୁ ପୁରା ଲାଗିକି ରହିଛି। କାଲି ଯା ଦ୍ୱିପହର ବେଳେ ଟିକେ ବର୍ଷା ହେଲା, ନହେଲେ ତାପରେ ତ ସକାଳଠୁ ଲାଗିକି ରହିଛି। ବର୍ଷା ତ ତା କାମ କରୁଛି, ଆଉ ଆମେ ଆମ କାମ କରୁଛେ। ଗାଈକି ନେଇକି ସେ ବର୍ଷାରେ ସେଇଠି ବାନ୍ଧି ଦେଇ ଆସିଛେ, ବାଛିରି ଏଇଠି ବନ୍ଧା ହେଇଛି। କାହିଁକିନା ଆଉ ଗାଈ ତ ଏଇଠି ବନ୍ଧା ହେଇଥିଲା, ସେ କିନ୍ତୁ ପୁରା ବ୍ୟସ୍ତ ହେଲା ଖାଇବା ପାଇଁ କି, ସୁଧୁ ଏଠି ରହିଲାନି, ତାକୁ ସେଇଠି ନେଇକି ବାନ୍ଧି ଦେଇଛେ। ତ ବର୍ଷା ସକାଳ ଖିଆପିଆ କାମ ସବୁ ସରିଯାଇଛି। ଆଜି ବର୍ଷା ପାଗକୁ ଆସିଥିଲା ମାଛକୁ ଭାଜିକି ସକାଳୁ ପେଟେ ପଖାଳ ଖାଇ ଦେଇଛେ। ଖାଇ ଦେଇ ସାରିକି ତାପରେ କ'ଣ ନା ଭାତ ବସାଇ ଦେଇଛି। ଆଉ ମାଛ ଝୋଳ କରିମି, ଆଉ ଗୋଟେ ଭଜା କ'ଣ କରିମି, ଏତିକି ତରକାରୀ କରିମି। ସେଥିପାଇଁ କି ଏତେ ଆଜି ବ୍ୟସ୍ତ ନାହିଁ। ଭାଇ ଆଜି ଆସିଛନ୍ତି, ଭାଇ ଘରେ ଅଛନ୍ତି। ଆଉ ମୋ ନଣନ୍ଦ ଯେ ଆସିଥିଲେ, ସେ ନଣନ୍ଦ କ'ଣ ନା ଆଜି ପଳେଇଲେ। ସକାଳଠୁ ବର୍ଷା ହେଉଥିଲା, ଆଉ ବର୍ଷା ଟିକେ କମିଲାରେ ଖିଆପିଆ ସରିଲା ପରେ ନଣନ୍ଦ ଯେ ଆସିଥିଲେ, ନଣନ୍ଦ ଆଜି ପଳେଇଲେ। ଆଉ ମୁଁ ତାଙ୍କ ଭିଡ଼ିଓ କିଛି କରିପାରିଲିନି, ବର୍ଷା ହେଉଥିଲା ଯେହେତୁ। ଆଉ ତାପରେ ମୁଁ ବ୍ୟସ୍ତ ଥିଲି। ମୋର ଭିଡ଼ିଓ କଥା ବିଲକୁଲ ବି ଖିଆଲ ନାହିଁ। କାମ ଦାମରେ ସକାଳୁ ଲାଗିଛି ନା, ସେ ପଳେଇଲା ପରେ ମୋତେ ଟିକେ ଫାଙ୍କ ହେଲା। ମୋର ଯାଇକିନା ଭିଡ଼ିଓ କଥା ମୋର ଖିଆଲ ପଡ଼ିଲା ଯେ ମୁଁ ଟିକେ ଭିଡ଼ିଓ ବନେଇ ପାରିଲିନି ବୋଲିକି। ତ ଆସିକି 4-5 ଦିନ ହେଲା ଆସିକି ଥିଲେ। ଗଲା ପରେ ବହୁତ ମନ ବୁଡ଼ି ହେଉଛି ବି। ଯାହା ହଉ ତାଙ୍କ ଘରକୁ ସେ ଗଲେ। ହଁ, ବର୍ଷା ପକାଉଛି, ଏଇ ଝିପା ବର୍ଷାରେ ହିଁ ସେ ବାହାରିକି ଗଲେ, ଘର ପାଖରେ ଯାଇକି ପହଞ୍ଚିବା, କାହିଁକିନା ତାଙ୍କ ଘରେ ବି କାମ ଅଛି। ସବୁ କାମ ଦାମ ସରେଇ ଦେଇଛି। ତ ଆଜି ଦିନଟି ମୋର କେମିତି କଟୁଛି, ମୋ ସାଙ୍ଗରେ ଯୋଡ଼ି ହେଇକି ରହିଥାନ୍ତୁ। ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ବିଲକୁଲ ବି ସ୍କିପ୍ କରିବେନି। ଆମ ଭିଡ଼ିଓରେ କିଛି ବି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ, ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ ଟିକେ କରିଦେବେ। ଆଉ ଛୋଟ ସ୍ନେହ ଭରା କମେଣ୍ଟ ମୋ ପାଇଁ ଲେଖିଦେବେ ଯେ ମୋ ଭିଡ଼ିଓ ଆପଣଙ୍କୁ କେମିତି ଲାଗୁଛି ବୋଲିକି। ଆଉ କେହି ଯଦି ନୂଆ କରିକି ମୋ ଭିଡ଼ିଓ ଦେଖୁଛନ୍ତି, ତ ପ୍ରଥମେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା କି ମୁଁ ଯେତେବେଳେ ବି ଭିଡ଼ିଓ ଛାଡ଼ିମି ସର୍ବପ୍ରଥମେ ଆପଣ ମୋ ଭିଡ଼ିଓ ଦେଖିପାରିବେ। ଆଉ ମୋ ଭିଡ଼ିଓକୁ ଆପଣଙ୍କ ଫ୍ୟାମିଲି ଫ୍ରେଣ୍ଡମାନଙ୍କ ସାଙ୍ଗରେ ଟିକେ ସେୟାର କରିଦିଅନ୍ତୁ। ମୋତେ ବି ଟିକେ ସପୋର୍ଟ ହେବ, କାହିଁକିନା ଆପଣଙ୍କର ସପୋର୍ଟ ଆଉ ଭଲ ପାଇବା ମୋତେ ୟୁଟ୍ୟୁବରେ ଭିଡ଼ିଓ ବନେଇବା ପାଇଁ ପ୍ରେରଣା ଯୋଗାଉଛି, ସାହସ ମଧ୍ୟ ଦେଉଛି। ତ କେମିତି କଟୁଛି ଆଜି ଦିନଟା, ମୁଁ ସବୁକିଛି ଆପଣଙ୍କ ସାଙ୍ଗରେ ସେୟାର କରିମି। ସକାଳ ବେଳେ ତ କଟିଗଲା, ବର୍ତ୍ତମାନ ଦ୍ୱିପହର ଟାଇମ୍, ପାଖାପାଖି 12ଟା ହେବାକୁ ବସିଲାଣି। ଆଉ ମାଛ ଫାଛ ସବୁ ରନ୍ଧାରନ୍ଧି, ରୁଟି ହେଲା, ତରକାରୀ ହେଲା, ତାପରେ ମାଛ ରନ୍ଧାରନ୍ଧି ସରିଲା ବେଳକୁ ପାଣି ଆଖିଆ ମାଛ ଆଣିଥିଲେ ଭାଇ। ସରିଲା ବେଳକୁ ଟିକେ ଲେଟ୍ ହେଇଗଲା। ଖିଆପିଆ ଧୁଆ ମଜା ସବୁ କାମ ସରିଦେଇଛି। ଏପର୍ଯ୍ୟନ୍ତ ଦ୍ୱିପହର ରୋଷେଇ ପାଇଁକି ପରିବା ପତ୍ର ବି କାଟି ନାହିଁ, ଆଉ ମସଲା ବି ରେଡ଼ି କରିନାହିଁ। ଏବେ କ'ଣ ନା ମସଲା ରେଡ଼ି କରିମି, ଆଉ କ'ଣ ନା ଭଜା ଯେ କରିମି, ପରିବା ପତ୍ର କାଟିମି। ତ ଚାଲନ୍ତୁ ଯିବା। ଆଉ ହଁ, ଏରକମ ଯୋଡ଼ି ହେଇକି ମୋ ସାଙ୍ଗରେ ରହିଥାନ୍ତୁ। ତ ଚାଲନ୍ତୁ ଯିବା। ଭାତ ତ ବସାଇ ଦେଇଥିଲି, ଭାତ ଗାଳି ଦେଇଥିଲି। ବର୍ଷା କିନ୍ତୁ ଆରମ୍ଭ ହେଇଯାଇଥିଲା, ସକାଳଠୁ ବର୍ଷା ଆରମ୍ଭ ହେଇଯାଇଥିଲା। ତ ଦେଖିପାରୁଥିବେ କେତେ ଜାଳ ଆଣିକି ଚୁଲି ପାଖରେ ରଖିଦେଇଛି। ଯେରକମ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଯେରକମ ଜାଳ ଚାଲିଯିବ, କିଛି ଅସୁବିଧା ହେବ ନାହିଁ। ଆଉ ବାଉଁଶ ବତା କାଠ ସବୁ ଆଣିକି ଚୁଲି ପାଖରେ ରଖିଦେଇଛି, ମୋତେ ଆଉ କିଛି ଅସୁବିଧା ହେବନି ରୋଷେଇବାସ କରିବା ପାଇଁକି। ତ ସକାଳେ ତ ମୁଁ ଭାଇ ମାଛ ଆଣିଥିଲେ, ମାଛକୁ ଭାଜି ଦେଇଥିଲି, ଭାଜି ଦେଇକି ପଖାଳ ଖାଇଥିଲେ। ଆଉ ଭଜା ମାଛ ଅଛି, ତାକୁ ଦ୍ୱିପହରେ ଝୋଳ କରିଦେମି। ଆଉ କ'ଣ ନା କଦଳୀ ବୋଇତାଳର ଭଜା ଭାଜିମି, ବା ସେଇ ଦୁଇଟା ତରକାରୀ କରିମି। ସେଇଥିପାଇଁ କି କ'ଣ ନା ମୋତେ ଆଉ ଏତେ ତରତର ହେଇତେ ପଡ଼ୁଥିଲାନି। ଭଜା ମାଛ ଯେହେତୁ ଥିଲା, ଖାଲି ମସଲା ବାଟିକି ଆଣିକି ମାଛ ଝୋଳଟା ବନେଇଦେମି।
ତ ଆସିକି ବସିବନି ପରିବାପତ୍ର କାଟିବା ପାଇଁ। ପରିବାପତ୍ର କ'ଣ କାଟିମି, କଦଳୀରୁ ତ ଚୋପା ଛଡ଼େଇ ଦେଇକି ରଖିଦେଇଥିନି ସକାଳ ବେଳା। ଆଉ ସକାଳେ ଯେଉଁ ରୋଷେଇ କରୁଥିଲି ମାଛ ଭାଜୁନି ସେଇ ସମୟରେ ଆଉ ଖାଲି ଯା ବୋଇତାଳ କାଟିନି। ତ ଭଜା ଭାଜିଦେମି, ଭଜାଟା ହେଇସାରିଲା ପରେ ତାପରେ ମାଛ ଝୋଳ କରିଦେମି, ବାସ ରୋଷେଇ ବି ମୋର ଶୀଘ୍ର ବି ସରିଯିବ। ଏଇ ରକମ ଟିକେ ତାପରେ ନଣନ୍ଦ ଯେ ପଳେଇଗଲେ ଘରଟା ଟିକେ ଖାଲି ଖାଲି ଲାଗୁଛି। ଆଉ କାହିଁକିନା 4-5 ଦିନ ହେଲା, ପାଖାପାଖି 8 ଦିନ କି 4-5 ଦିନ ହେଲା ସେ ଆସିକି ଅଛନ୍ତି ଆମ ଘର ପାଖରେ। 6 ଦିନ ନା କେତେ ଦିନ ହୋଇଯିବ ସେ ଆସିକି ଆମ ଘର ପାଖରେ ଥିଲେ। ସେଇଥିପାଇଁ କି ସେ ଏକା ପଳେଇଲେ, ଘରଟା ପୁରା ଫାଙ୍କା ଫାଙ୍କା ଲାଗୁଥିଲା। ବାବା ମୁଁ ଆମେ କଥାବାର୍ତ୍ତା ହେଉଥିଲେ ପୁରା ଅଲଗା ଅଲଗା ଲାଗୁଥିଲା, କାହିଁକିନା କଥାବାର୍ତ୍ତା କାମଦାମରେ କେତେବେଳେ ସମୟ କଟି ହେଉଥିଲା ଜଣା ବି ପଡ଼ୁଥିଲାନି। ଆଉ ସେ ଏକା ପଳେଇଗଲେ ନା, ଟିକେ ଫାଙ୍କା ଫାଙ୍କା ଲାଗୁଥିଲା ମୋତେ। ତ ଯାହା ହଉ ଫାଙ୍କା ଫାଙ୍କା ନାଗିନେ ବି କାମ ତ କରତେ ହେବ, ତ ସେଇଥିପାଇଁ କି ମୋ କାମରେ ମୁଁ ଆସିକି ନାଗିବନି। ଆଉ ବର୍ଷା ତ ଆରମ୍ଭ ହେଇଯାଇଥିଲା, ଏପଟିକି ତ ବାତ୍ୟା ନାହିଁ। ମୋତେ ବହୁତ ଡର ଲାଗୁଥିଲା ବାତ୍ୟା କଥା ଶୁଣିକି, କାହିଁକିନା ଗଲା ବର୍ଷ ଯେଉଁ ବାତ୍ୟାଟା ଯେଉଁ ହେଇଥିଲା, ଯେଉଁ ସେଥିରେ ଆମେ ତ କେତେ ହଇରାଣ ହେଇତେ ପଡ଼ିଛି ତା ଠିକ୍ ଠିକଣା ନାହିଁ। କରେଣ୍ଟ ଆସୁନଥିଲା 8 ଦିନ ପର୍ଯ୍ୟନ୍ତ, କରେଣ୍ଟ ବି ଆସୁନଥିଲା, ୱାଇଫାଇ ବି ଆସୁନଥିଲା, କିଛି ନେଟ୍ ଆସୁନଥିଲା, କିଛି ମାନେ ଯେରକମ ନା ବାହାର ଦୁନିଆରୁ ପୁରା ବିଚ୍ଛିନ୍ନ ହେଇକି ରହିଲା ଭଳିଆ ଲାଗୁଥିଲା। ତ ମୁଁ ଭାବୁଥିଲି ନା ଏଥର ଯଦି ବି ବାତ୍ୟା ହେବ ନା ସେଇ ପରିସ୍ଥିତି ହେବ ବୋଲିକି, ଦେଖିଲା ବେଳକୁ ଯାହା ହଉ ଠାକୁରଙ୍କ ଦୟାରୁ ଆମର ଏପଟିକି ତ ବାତ୍ୟା ନାହିଁ, କିନ୍ତୁ ବର୍ଷା ହେବ। ବର୍ଷା ହେଲେ ଚଳିବ, କିନ୍ତୁ ଯେଉଁ ପଟିକି ବି ବାତ୍ୟା ହେବ ସେ ଲୋକମାନେ କେତେ ଭୟଭୀତ ଅବସ୍ଥାରେ ଥିବେ ସେଟା ମାନେ ଅନୁଭବ ତ ନିଶ୍ଚୟ ମୁଁ କରିପାରୁଛି। ଏଟା ତ ପ୍ରକୃତିର ନିୟମ, ତାକୁ ତ ଆଉ କେହି ବଦଳେଇ ପାରିବେନି। କେତେବେଳେ ଆମ ପଟେ ଏପଟେ ହେଉଛି ତ କେତେବେଳେ ଅଲଗା ପଟେ ହେଉଛି, ଯେ ପ୍ରତ୍ୟେକ ବର୍ଷ ଗୋଟିଏ ଲେଖା ବାତ୍ୟା ହେଉଛି ହିଁ ହେଉଛି। ତ ଯାହା ହଉ ଏଟା ତ ଅଭ୍ୟାସ ହେଇଗଲାଣି ଆମର। ଆଉ ତା ସହିତ କ'ଣ ନା, ଯେତିକି ଅମୃତଭଣ୍ଡା ଗଛ, କଦଳୀ ଗଛ ଯାହା ବି ଅଛି ସବୁ ଗଡ଼େଇ ଦେଇଯିବ। ବାତ୍ୟା ଆସିବ ମାନେ ଏଇସବୁ ଜିନିଷ ଆଗର ଗଛପତ୍ର ଗଡ଼େଇବ, ତାପରେ ଯାଇକି ଆଉ ଯେଉଁ କଥା। ତ ମୁଁ ବି ଛାନି ଭାବୁଥିଲି, କାହିଁକିନା ବାଡ଼ିରେ ଯେଉଁ 2-3ଟା ଅମୃତଭଣ୍ଡା ଗଛ ହେଇଛି କି କଦଳୀ ଗଛ ହେଇଛି, ତାକୁ ବି ସବୁ ଗଡ଼ିଯିବ କ'ଣ କରିବ। କିନ୍ତୁ ଠାକୁରଙ୍କ ଦୟାରୁ କିଛି ହେଇଥିଲାନି। ଆଉ ମୁଁ ବି ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି, ଯେଉଁ ପଟିକି ବି ବାତ୍ୟା ହେଉଛି ସେଠି କ'ଣ ନା କିଛି ବି କାହାରି ଅନିଷ୍ଟ ନ ହଉ। ସବୁ ପ୍ରକୃତିର ତ ନିୟମ, ତାକୁ କିଛି କେହି ବଦଳେଇ ପାରିବେନି, ସେ ତ ହେବା କଥା ହେବ। ଆଉ ତା ପାଇଁକି ବି ବହୁତ ପ୍ରକାର ମାନେ ଲୋକମାନେ ସଜାଗ ହେଇକି ରହିଛନ୍ତି। ତ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି ସମସ୍ତେ ଭଲରେ ରୁହନ୍ତୁ, ଯେରକମ ବାତ୍ୟାରେ କାହାରି କିଛି କ୍ଷୟକ୍ଷତି ନ ହଉ, ସମସ୍ତେ ଭଲରେ ରୁହନ୍ତୁ, ଭଲରେ ବାତ୍ୟାକୁ ମାନେ ସମ୍ମୁଖୀନ କରନ୍ତୁ, ଆଉ ସମସ୍ତେ ସୁରକ୍ଷିତ ରୁହନ୍ତୁ। ଏତିକି ହିଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି। ଆମେ ଯେ ରକମ ଗଲା ବର୍ଷ ଆମ ପଟରେ ବାତ୍ୟା ହେଉଥିଲା, ଯେ ରକମ ଆମେ କେତେ ଅସୁବିଧା ଭୋଗିଥିଲେ, ସେରକମ କାହାରି କିଛି ଅସୁବିଧା ନ ହଉ ଠାକୁରଙ୍କ ପାଖରେ ମୁଁ ଏତିକି ଖାଲି ପ୍ରାର୍ଥନା କରୁଛି। ଆଉ ତାପରେ ଯେତେବେଳେ ଫାଙ୍କା ଲାଗୁଥିଲା ମୁଁ କ'ଣ କରିମି, ଏପଟେ କ'ଣ ନା ମୁଁ ମୋବାଇଲ ଚଲେଇ ଦେଇକି ମୋବାଇଲରେ ଗୋଟେ ଲେଖା ଫିଲ୍ମ ଦେଖେ, ଆଉ ତାପରେ ସେପଟେ କ'ଣ ନା କାମ କରେ। ନହେଲେ କ'ଣ ନା ଏକଲା କେତେ ସମୟ ଚୁପଚାପ ହେଇକି ବସିମି, ଭଲ ଲାଗେନି। କେହି ତ କେଡ଼େ ନାହାନ୍ତି, କାହା ସାଙ୍ଗରେ ଆଉ କଥାବାର୍ତ୍ତା କରିମି। ତ ବାବା ତ ନେଇକି ଗାଈ ବାନ୍ଧିଥିଲେ, ଦେଖିଲା ବେଳକୁ କ'ଣ ନା ବର୍ଷା ଆସିଲା, ପୁଣି ଜୋର ବର୍ଷା ଆସିଥିଲା। ଯେରକମ ଆସିଲା ସେଉଠୁ ଭାଇ ଯାଇକି ଗାଈକି ଘିନି ଆସିଥିଲେ, ଘିନି ଆସିକି ତାକୁ ବାନ୍ଧି ଦେଇଥିଲେ। ଆଉ ରୋଷେଇବାସ ଖିଆପିଆ ସରିଯାଇଛି। ସେ ସମୟରେ କ'ଣ ନା ମୋ ନଣନ୍ଦ ଫୋନ୍ କଲେ ଯେ ତାଙ୍କ ପଟରେ କ'ଣ ନା ବହୁତ ସାରା ମାଛ ଧରିଛନ୍ତି, ବାବା ଯାଇ କ'ଣ ନା ମାଛ ଘିନିକି ଆସିଥିଲେ। ଆଉ ମୁଁ ସେ 3:30 ଖଣ୍ଡେ ହେବ ବାବା ଯାଇଥିଲେ, ଯାଇକି ମାଛ ଘିନିକି ଆସିଥିଲେ। ଆଉ ଏ ମାଛକୁ ମୁଁ କେଳେଇକି ଉଠିଲା ବେଳକୁ ମୋତେ ହେଇଯାଇଥିଲା ରାତି 7ଟା ବାଜିଯାଇଥିଲା। ଆଉ 7ଟା ବେଳେ ଆସିକି ମୁଁ ଲୁଗାପଟା ଧୁଆଧୁଇ କରିକି ଆସିକି ତାପରେ ଯାଇକିନା ରୋଷେଇବାସ କରିଥିଲି। ଜାଣିପାରୁଥିବେ ପାଖାପାଖି 2 କିଲୋ ମାଛ ହେବ। ଆଉ ଛୋଟ ଛୋଟ ମାଛ ଖୁଣ୍ଟିବା ପାଇଁ ତ କେତେ ସମୟ ଲାଗିଯିବ ଏଟା ତ ଜାଣିଥିବେ। ଆଉ ମୁଁ ବସିକି କ'ଣ ନା ମାଛ ଖୁଣ୍ଟିବା ପାଇଁ ବସିଥିଲି, ସେଇଥିପାଇଁ କିଛି ବି ଭିଡ଼ିଓ ମୁଁ ବନେଇଥିଲିନି। ଖାଲି କ'ଣ ନା ଏଇ ମାଛ ଖୁଣ୍ଟା ଦିନ ଆଉ ବେଳଉଳିର କାମ କିଛି କରିଥିଲିନି। ବାସନକୁସନ ତ ସବୁ ଧୁଆଧୁଇ କରିଦେଇଥିଲି, ଆଉ ବେଳଉଳି କିଛି କାମ କରିଥିଲିନି। ଛୁଆ ସଞ୍ଜ ଦେଇ ଦେଇଥିଲେ, ଭାଇ ଘରଦ୍ୱାର ଖରିକି ଥିଲେ, ନିଜେ ଚା କରିକି ପିଇଛନ୍ତି। ମୁଁ କେବଳ କ'ଣ ନା ମାଛ ଖୁଣ୍ଟା କତିରେ ବସିଛି। 2 ଘଣ୍ଟା 2.5 ଘଣ୍ଟା ମୋତେ ଲାଗିଯାଇଥିଲା ଖାଲି ଏ ମାଛ ଖୁଣ୍ଟିବା ପାଇଁକି। ତ ଗଲାକାଲି ଭିଡ଼ିଓରେ ଆପଣ ସମସ୍ତେ ବହୁତ ସୁନ୍ଦର କମେଣ୍ଟ ଲେଖିଛନ୍ତି, ଯେରକମ ବିଜୟଲକ୍ଷ୍ମୀ ଦିଦି, ବିଜୟଲକ୍ଷ୍ମୀ ଅପା, ଜ୍ୟୋତି ଦିଦି, ଡଲି ଦିଦି, ସ୍ନେହଲତା ଦିଦି, ସୁବ୍ରମଣ୍ୟ ଦିଦି, ମିନତି ଦିଦି, ସମସ୍ତେ ବହୁତ ସୁନ୍ଦର କମେଣ୍ଟ ଲେଖିଛନ୍ତି। ସମସ୍ତଙ୍କୁ ମୋ ତରଫରୁ ବହୁତ ଧନ୍ୟବାଦ ଯେ ଏତେ ସୁନ୍ଦର କମେଣ୍ଟ ଲେଖିଥିବାରୁ। ଆଉ ତାପରେ ଜାଣିପାରୁଥିବେ କାଲି ମୋର ଭିଡ଼ିଓ ବହୁତ ଲେଟ୍ରେ କାହିଁକି ଯାଇଥିଲା, କାହିଁକିନା ଏତିକି ସାରା ମାଛ ଖୁଣ୍ଟିକି ଉଠିଲା ବେଳକୁ, ଧୁଆଧୁଇ କରିସାରିଲା ବେଳକୁ ମୋତେ ରାତି 7ଟା ବାଜିଯାଇଥିଲା। ଆଉ 7ଟା ପରେ ପୁଣି ରୋଷେଇବାସ କାମଦାମ ସରିଲା ବେଳକୁ ମୋତେ 9ଟା 9:30 ହେଇଯାଇଥିଲା ସବୁ କାମ ସରିଲା ବେଳକୁ। ତ ସେଇଥିପାଇଁ କି ଗଲାକାଲି ଭିଡ଼ିଓ ମୋର ବହୁତ ଲେଟ୍ରେ ଯାଇଥିଲା। ତ
ତ ସନ୍ଧ୍ୟା ସମୟର ଭାଇ କନା ଛକକୁ ଯାଇଥିଲେ, ଛକରୁ ଆଣିଥିଲେ ପୁରା ଗରମା ଗରମ ଜଲେପି। ଆଉ ମୁଁ ମାଛ ଖୁଣ୍ଟିକି ସାରିକି ଆସିଲା ପରେ ଜଲେପି 2 ଖଣ୍ଡ ଖାଇ ଦେଇଥିନି। ଖାଇ ଦେଇକି ତାପରେ ଯାଇକି ଚୁଲି ପାଖରେ ବସିଥିନି ରୋଷେଇ କରିବା ପାଇଁକି। ମାଛ ଭଜା କରିଥିନି, ଆଉ ମାଛ ଖଟା କରିଥିନି। ଆଉ ରାତିରେ କାଲି କନା ରୁଟି କିଛି କରିଥିଲିନି, ରୁଟି କି ତରକାରୀ କିଛି କରିଥିଲିନି। ସମସ୍ତେ କନା ଆମେ ଖାଇ ଦେଇଥିଲେ ପଖାଳ ଭାତ ମାଛ ଭଜା ସମସ୍ତେ ଆମେ ଖାଇ ଦେଇଥିଲେ। ତ ଆଜି ଦିନଟି ଏମିତି ଭାବରେ କଟିଗଲା। ବର୍ଷା ପାଗ ଯେହେତୁ କିଛି ତ ଆଉ ବାହାରେ କିଛି କାମ କରିହେବ ନାହିଁ, ଯାହା ବି କାମ ହେବ ଘର ଭିତରେ ହିଁ କାମ ହେବ। ତ ଆଶା କରୁଛି ମୋ ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥିବ ବୋଲିକି, ପୁରା ଛୋଟ ଭିଡ଼ିଓଟେ ପସନ୍ଦ ଆସିଥିବ ବୋଲି। ଯଦି ପସନ୍ଦ ଆସିଥିବ ଭିଡ଼ିଓକୁ ଲାଇକ୍ କରିକି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ସ୍ନେହ ଭରା କମେଣ୍ଟରେ ଲେଖିବା ପାଇଁ ବିଲକୁଲ ବି ଭୁଲିବେନି। ଯାହା ବି ହେଇଯାଏ ଗୋଟେ କମେଣ୍ଟଟେ ମୋ ପାଇଁକି ଲେଖିଦେବେ। ଆଉ ଗରମା ଗରମ ଜଲେପି 2 ଖଣ୍ଡ ଖାଇ ଦେଇକି ମୁଁ ସିଧା ଯାଇଥିନି ଚୁଲି ପାଖକୁ। ଆଉ ଚୁଲି ପାଖରୁ ଉଠିକି ଆସିଲା ବେଳକୁ ମୋତେ 8:30 କି 9ଟା ହେଇଯାଇଥିଲା। ଦେଖିପାରୁଥିବେ କିଛି ମାଛ ଖଟା ଦେଇଥିନି, ଆଉ କିଛି ମାଛ ଭଜା କରିଦେଇଥିନି। ତ ରହୁଛି, ବାଏ ବାଏ, ଜୟ ଗୁରୁ।